আজি এই মহান অনুষ্ঠানର ଏ ଯେଉଁ ଉତ୍ସବ ଚାଲିଯାଉ ସଭାପତି ମହୋଦୟ ଆଉ ମୋର ଶ୍ରଦ୍ଧେୟ ବନ୍ଧୁ ବ୍ରହ୍ମାନନ୍ଦ ବାବୁ ଆଉ ଶ୍ରଦ୍ଧେୟ ଶ୍ରୀକାନ୍ତ ବାବୁ ଆଉ ଏ ବିଦ୍ୟାଳୟର ସବୁ ଶିକ୍ଷକ ଶିକ୍ଷୟିତ୍ରୀ ଏସବୁ ମୋର ଛାତ୍ର ଆଉ ଛାତ୍ରୀ ଆଉ ମୁଁ ଆଜି ଏଠି ତ ବହୁତ ଥର ଆସିଲି। ମୁଁ ଗୋଟିଏ କଥା ଲକ୍ଷ୍ୟ କରେ, ଏ ପିଲାମାନଙ୍କ ଭିତରେ ଯେଉଁ ଉତ୍ସାହ, ଯେଉଁ ଆନନ୍ଦ, ଯେଉଁ ଉଦ୍ଦୀପନା, ଏସବୁ ଉତ୍ସବ ପାଳନ କରିବାରେ ଯେଉଁ ମନୋଭାବ, ମୁଁ ଆକୁ ଅନ୍ୟ କେଉଁଠି ଦେଖିବା ପାଇଁ ପାଏ ନା। ଏମାନଙ୍କୁ ମଧ୍ୟ ମୁଁ ବହୁତ ଥର କହିଛି, ଏମାନେ ଆମ ସ୍କୁଲରେ ଯେଉଁ ହାଇସ୍କୁଲରେ ପଢ଼ିଲା ବେଳେ ଏମାନେ ସବୁ ବହୁତ ଉଦ୍ୟୋଗୀ ପିଲା ଥିଲେ, ତମରି ଭଳିଆ ସବୁ ପିଲା ଥିଲେ। ଆଉ ସେଇମାନେ ଆଜି ତାଙ୍କରି ପ୍ରଚେଷ୍ଟାରେ ଅନୁଷ୍ଠାନ ଚଳେଇଛନ୍ତି। ଆଉ ଏଠି ଆସି ଇଏ ପିଲାମାନଙ୍କୁ ଦେଖି, ଆମେ ତ ଜୀବନ ସାରା ତ ପିଲାଙ୍କ ସାଙ୍ଗରେ ଯାଇଛୁ, ଆଉ ପିଲାମାନଙ୍କୁ ଦେଖି ବହୁତ ଆନନ୍ଦ ଲାଗୁଛି। ଆଉ ଏ ଅନୁଷ୍ଠାନର ତାପରେ ଯାହା ଶୁଣିଲି, ଆର ଯେଉଁ ମୁଖ୍ୟ ବନ୍ଧକ ଥିଲା, ଗୋଟେ ହେଉଛି ସ୍ପେସ୍ ହେଉନି, ଜାଗା ହେଉନି, ୟାକୁ ସବୁ ପରିସର ବଢ଼ାଇବା ପାଇଁ। ତଥାପି ଏଇ କ୍ଷୁଦ୍ର ପରିସର ଭିତରେ ସେମାନେ ଅଦମ୍ୟ ଚେଷ୍ଟା କରିଛନ୍ତି। ବର୍ତ୍ତମାନ ହାଇସ୍କୁଲ ପରୀକ୍ଷା, ଅନ୍ୟାନ୍ୟ ପରୀକ୍ଷା ମାନଙ୍କରେ ଏ ଛାତ୍ରଛାତ୍ରୀମାନେ ବହୁତ ଭଲ କରୁଛନ୍ତି। ଆଉ ଏ ପିଲାମାନଙ୍କର ବ୍ୟବହାର ଆଉ ଦେଖି ମୁଁ ମଧ୍ୟ ବହୁତ ଖୁସି। ଗୋଟିଏ ମୁଁ ପଦେ କଥା କହିବି, ରାଧାକୃଷ୍ଣ, ଆମ ଭାରତ ହେଉଛି ଋଷି ମୁନିମାନଙ୍କର ଦେଶ। ଏଠି ବହୁ ପ୍ରାଚୀନ କାଳରୁ ଗୁରୁ ପରମ୍ପରା ଥିଲା, ଯାହାକି ଅନ୍ୟ ଦେଶ ମାନଙ୍କରେ ଆମର ଗୁରୁ ପରମ୍ପରାରେ ଦେଶ ଗଠିତ। ଆଉ ଏ ଭାବଧାରା ଆମ ରକ୍ତରେ ପ୍ରବାହିତ। ତେଣୁ ରାଧାକୃଷ୍ଣ ଚିନ୍ତା କରିଥିଲେ ଯେ ଦେଶର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ହେଲେ ଆମର ଭବିଷ୍ୟତ ବଂଶଧରମାନଙ୍କୁ ତିଆରି କରିବା ପାଇଁ ପଡ଼ିବ। ଏ ଭବିଷ୍ୟତ ବଂଶଧରମାନଙ୍କୁ କିଏ ତିଆରି କରିବେ ନା ଏଇ ଶିକ୍ଷକମାନେ। ପ୍ରାଥମିକ ସ୍କୁଲ, ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏଇ ଶିକ୍ଷକମାନେ। କିନ୍ତୁ ଏଇ ଶିକ୍ଷକମାନେ ଆଜି ଅବହେଳିତ ହୋଇ ରହିଛନ୍ତି। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ସହିତ ଏ ଦେଶର ଲୋକମାନଙ୍କ ଭିତରେ, ପିଲାମାନଙ୍କ ଭିତରେ ସେମାନଙ୍କ ପ୍ରତି ଗୋଟାଏ ସ୍ନେହ, ଶ୍ରଦ୍ଧା, ସମ୍ମାନ ଦେବା ସହିତ ଏ ଦେଶକୁ ଉନ୍ନତ କରିବାକୁ ଯେଉଁ ପ୍ରଚେଷ୍ଟା କରିଥିଲେ, ଚିନ୍ତା କରିଥିଲେ ଯେ ଶିକ୍ଷକମାନଙ୍କର ଉନ୍ନତି ଆବଶ୍ୟକ, ସେଇଥିପାଇଁ ତାଙ୍କ ଜନ୍ମ ସେ ଗୁରୁ ଦିବସ ପାଳନ କରିବା ପାଇଁ କହିଥିଲେ ଏବଂ ତାଙ୍କର ସହକର୍ମୀମାନେ ତାଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କଲେ। ବର୍ତ୍ତମାନ ମୁଁ ଆମ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଛନ୍ତି, ମୁଁ ତାଙ୍କୁ ପଦେ କହିକି ଯିବି। ପିଲାମାନଙ୍କର ବାପା ମାଙ୍କ କୋଳରେ ଜନ୍ମ ହେଲେ ଛାଡ଼ିଦେଲେ ବିଦ୍ୟାଳୟକୁ। ବିଦ୍ୟାଳୟରେ ବହୁତ ବର୍ଷ ଧରି ସେମାନେ ପାଠ ଅଧ୍ୟୟନ କରିବେ। ଅଧ୍ୟୟନ ପାଠ ତ ଯାହା ପଢ଼ା ହେଉଛି ପଢ଼ିବେ, କିନ୍ତୁ ବର୍ତ୍ତମାନ ମୁଁ ଗୋଟିଏ କଥା କହିବି,
ଏ ସମାଜରେ ସବୁବେଳେ ପ୍ରକୃତ ମଣିଷର ଅଭାବ। ଛାତ୍ରମାନଙ୍କର ଉତ୍ତମ ଛାତ୍ର ଖାଲି ପାଠ ପଢିଲେ ହବ ନା। ଆମର ମୂଳ ମନ୍ତ୍ର ଭାରତବର୍ଷର ହେଉଛି ସଂଯମୀ ଜୀବନ ଯାପନ କରିବା। ପ୍ରତ୍ୟେକ କ୍ଷେତ୍ରରେ ଦେହ ସଂଯମ, ମନ ସଂଯମ ଏବଂ ସବୁ ପ୍ରକାର ସଂଯମତା ଅବଲମ୍ବନ କରିବା, ତାକୁ ଶିକ୍ଷା କରିବା। ସଦାଚାରୀ ହେବା, ସଦ୍ ଆଚାର ସଦାଚାରୀ ହେବା, ଆଉ ଶୃଙ୍ଖଳିତ ଜୀବନ ଯାପନ କରିବା। ତା ସହିତ ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧା ରଖି ପରସ୍ପରକୁ ଯୋଉ ମାନବିକତା ବୋଲିକିରି କହନ୍ତି, ମାନବିକତାର ମୂଲ୍ୟବୋଧ ଗୋଟିଏ ପିଲା ଭିତରେ ସୃଷ୍ଟି କରିବା, ଇଏ ଦାୟିତ୍ୱ ହେଉଛି ଏଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର। ମୁଁ ଦୁଃଖର ସହିତ ଅବଶ୍ୟ ବିଶେଷ କହିବା ପାଇଁ ଚାହୁଁନି, କେତେକ ଅନୁଷ୍ଠାନ ଅଛି ସେମାନେ ଏସବୁ ଯୋଉ ପିଲାମାନଙ୍କର ଏଇ ଉତ୍ସବ ଗୁଡ଼ିକ, ବାର୍ଷିକ ଉତ୍ସବ, ଏ ଟିଚର୍ସ ଡେ, ଚିଲଡ୍ରେନ୍ସ ଡେ ଆଉ ଅନ୍ୟାନ୍ୟ ସେଗୁଡ଼ିକ ପାଳନ କରନ୍ତି ନା। କାହିଁକି ପାଳନ କରନ୍ତି ନା? ପଇସା ପତ୍ର ନାହିଁ, କିଏ ଏତେ କଥା କରୁଛି। କିନ୍ତୁ ଆମେ ଯେହେତୁ ଏ ଦେଶର ଏତେ ଗୁଡ଼ିଏ ପିଲାଙ୍କର ଜୀବନକୁ ନେଇକି ଏଠି ରହିଛୁ, ଆମେ ଦିନେ ଦିନେ ପିଲା ଥିଲୁ, ସେମାନେ ଆଜି ପିଲା ଅଛନ୍ତି। ତାଙ୍କୁ ସମସ୍ତ ପ୍ରକାର ଜ୍ଞାନ, ସମସ୍ତ ପ୍ରକାର ବୁଦ୍ଧି, ସମସ୍ତ ପ୍ରକାର ପରିସ୍ଥିତିର ସୁଯୋଗ ଦେବା ଶିକ୍ଷକ ମାନଙ୍କର ପରମ କର୍ତ୍ତବ୍ୟ। ତେଣୁ ଏଗୁଡ଼ିକ ଖାଲି କର୍ତ୍ତବ୍ୟ ନୁହେଁ, ଦାୟିତ୍ୱ ମଧ୍ୟ। ତେଣୁ ପିଲାମାନଙ୍କୁ ଏ ଅନୁଷ୍ଠାନରେ ଯେଉଁ ପ୍ରକାର ପରିବେଶ ପରିସ୍ଥିତି ମୁଁ ଦେଖିଛି, ମୁଁ ଅନୁଭବ କରିଛି, ମୋ ମନ ଭିତରେ ଖାଲି ଗୋଟାଏ କଥା ଉଙ୍କି ମାରେ, କହିପାରେ ନା। ଯଦି ମୋ ହାତରେ କିଛି ଥାଆନ୍ତା, ତାହେଲେ ଏ ଅନୁଷ୍ଠାନକୁ ଗୋଟେ ବଡ଼ ପରିସର ଭିତରେ ସୃଷ୍ଟି କରି ଏଇ ଶିକ୍ଷକ ମାନଙ୍କୁ ନେଇକି ଗୋଟାଏ ମହାନ ଅନୁଷ୍ଠାନ ଗଠନ କରିପାରିଥାନ୍ତି, କିନ୍ତୁ ସେ ସୁଯୋଗ ନାହିଁ। ଆଉ ମୁଁ ଭଗବାନଙ୍କୁ ଡାକୁଛି, ଏ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କର, ଶିକ୍ଷକ ମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଶିକ୍ଷକ ମାନେ ଆଜି ତାଙ୍କର ପିଲାମାନଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କର ଭବିଷ୍ୟତ କୁସୁମିତ ହଉ, ଏତିକି କହି ଯାଉଛି।